ଛାୟା ସୌଧାର ଅବଶେଷ। ରଚନା ଗୌରହରି ଦାସ। ପଢ଼ି ଶୁଣାଉଛନ୍ତି ହୃଦାନନ୍ଦ ସାହୁ। ଅସମୟରେ ନିଦ ଭାଙ୍ଗିଗଲା ମିନୁର। ସେ ବିଛଣାରେ ଉଠିପଡ଼ି ବସିଲା। କିଏ ଡାକିଲା ତାକୁ? କାହିଁକି? ଅବଶ ପାଦ ଯୋଡ଼ିକୁ ଘୋଷାରି ଘୋଷାରି ସେ କବାଟ ପାଖକୁ ଗଲା। ଜାଉଁଳି କବାଟ ଖୋଲି ବାହାରକୁ ଉଙ୍କି ପାରିଲା। ବେକ ଭାଙ୍ଗି ଝରକାର ଦିପଟକୁ ଚାହିଁଲା। କେହି କୋଉଠି ନାହିଁ। ତାହେଲେ କିଏ ତାର ନାଁ ଧରି ଡାକିଲା? କାହିଁକି ଡାକୁଥିଲା ସେ? ମିନୁ ଫେରିଯାଇ ଆଉଥରେ ଆଖି ବୁଜି ଶୋଇବାର ଚେଷ୍ଟା କଲା। ସଞ୍ଜ ହେବାକୁ ଆହୁରି ଡେରି ଅଛି। ରାସ୍ତାର ବତୀଗୁଡ଼ିକ ଜଳି ଉଠିନାହାନ୍ତି। ଫୁଲବାଲା ଆସି ନାହିଁ। ତାର ଉଠିବାର ବେଳ ହେଇନି। ସେ ଆଖି ବୁଜି ଖଟଟା ଉପରେ ପଡ଼ି ରହିଲା। କିନ୍ତୁ ତାକୁ ନିଦ ହେଉନଥିଲା। ଅଧାରୁ ନିଦ ଭାଙ୍ଗିଗଲେ ଆଉ ସେ ଭଙ୍ଗା ନିଦ ଯୋଡ଼ି ହୁଏ ନାହିଁ। ଆଉଥରେ କିଏ ଯେପରି ଡାକିଲା ମିନୁକୁ ତା ନାଁ ଧରି। ଏଥର ଡାକ ଶୁଭୁଥିଲା ପୂର୍ବ ଅପେକ୍ଷା ସ୍ପଷ୍ଟ, ପୂର୍ବଠାରୁ ଆହୁରି ନିକଟରୁ। କିଏ ଡାକୁଥିଲା ମିନୁକୁ ରହି ରହି? କିଏ ଡାକୁଥିଲା ତାକୁ? କାହିଁକି ଡାକୁଥିଲା? କାହାର ବା କି କାମ ଥାଇପାରେ ମିନୁ ପାଖରେ? ନା, ଆଉ ନିଦ ହେବନି। ଏଇ ନିଦକୁ ନେଇ ମିନୁର ଯେତେକ ସମସ୍ୟା। ଦିନେ ଦିନେ ପାହାନ୍ତା ପର୍ଯ୍ୟନ୍ତ ତା ଆଖିକୁ ନିଦ ଆସେ ନାହିଁ। ଯେତେ ଯାହା ଛାଟିପିଟି ହେଲେ ବି ଆଖି ଯୋଡ଼ିକ ମୁଦି ହେବାର ଦାଁ ଧରନ୍ତି ନାହିଁ। ତାର ସକଳ ଚେଷ୍ଟା ବ୍ୟର୍ଥ ହୁଏ। ତକିଆଟାକୁ ଜାବୁଡ଼ି ଧରି ବିଛଣାରେ କେବଳ ପଡ଼ି ରହିବା ସାର ହୁଏ। କିନ୍ତୁ ଆଉ ଦିନେ ଦିନେ ସଞ୍ଜ ପହରୁ ହିଁ ଆଖିକୁ କାଳନିଦ ଘୋଟି ଆସେ ଯେ ଛାଡ଼ିବାର ନାଁ ଧରେ ନାହିଁ। ବାରଣ୍ଡା ଦେଇ ଏକାଥରେ 2-3 ଜଣ ତରତର ପାଦରେ ଆସୁଥିବା ପରି ମିନୁର ମନେ ହେଲା। ସିଡ଼ି ପାହାଚରେ ସେମାନଙ୍କର ପାଦ ଘୋଷରା ଶବ୍ଦ ତାକୁ ଶୁଭୁଥିଲା। କିଏ ସେମାନେ? ମିନୁ ମନରେ ଟିକେ ଉତ୍କଣ୍ଠା ଉଙ୍କି ମାରି ପୁଣି ମିଳେଇ କଲା। ଯିଏ ବୋଲି ସିଏ ହେଇଥାନ୍ତୁ, ତାର ସେଥିରେ ଯାଏ ଆସେ କେତେ? ନିର୍ଲଜ ଗ୍ରାହକ ଦଳ ସଞ୍ଜ ନ ହେଣୁ କୋଠିକୁ ଚାଲି ଆସିଥିବେ। ସେ ବିଷୟରେ ଅଧିକ କିଛି ଚିନ୍ତା କରିବା ପାଇଁ ଆଜି ତାର ମନ ନଥିଲା କି କବାଟ ଖୋଲି ଗ୍ରାହକମାନଙ୍କ ବିଷୟରେ ଖୋଜ ଖବର ନେବା ପାଇଁ ତାର ଇଚ୍ଛା ହେଉନଥିଲା। ଆଜି କାହିଁକି କେଜାଣି ତାର ଖାଲି ପଛ କଥାଗୁଡ଼ା ଗୁଡ଼େଇ ତୁଡ଼େଇ ମନେ ପଡ଼ୁଥିଲା। ମିନୁ ଝରକା ପାଖକୁ ଯାଇ ବସିଲା। ତାର ଯୋଡ଼ାର ଗଣ୍ଠି ଖୋଲିଦେଲା। ମୁଣ୍ଡର ବାଳତକ କାନ, ଆଖି ଆଉ ନାକ ଘୋଡ଼େଇ ଲମ୍ବିଗଲା ଆଣ୍ଠୁ ଯାଏ। 2 ହାତର ଆଙ୍ଗୁଳିରେ ସେ ମୁଣ୍ଡ ବାଳକୁ ସାଉଁଳେଇ ଦେଇ ବାଳକେରାକୁ ଆଗକୁ ଭିଡ଼ି ଆଣିଲା। ପାନିଆଟି ହାତରେ ଧରି ସେ ମୁଣ୍ଡ କୁଣ୍ଡେଇ ବସିଲା, ଝରକା ଆଡ଼େ ଚାହିଁ ଚାହିଁ। କିନ୍ତୁ ମୁଣ୍ଡ କୁଣ୍ଡେଇ ବସିବାଟା ଥିଲା ମିନୁ ପାଇଁ ବର୍ତ୍ତମାନଠାରୁ ଓହ୍ଲେଇ ଅତୀତକୁ ଯିବାର ଗୋଟେ ବାହାନା। ଅନେକ ଚେଷ୍ଟା କରି ସୁଦ୍ଧା ସେ ଅତୀତର ମୁହଁ ଉପରେ ତା ମନର କବାଟ ଆଉଜେଇ ଦେଇପାରୁନଥିଲା। ଯେତେଥର ଯାଇ ଦୁଆର ବନ୍ଦ କରି ଆସିଲେ ବି ଅତୀତର ସ୍ମୃତିମାନେ ପୁଣି ଆସି କବାଟ ଟକ୍ ଟକ୍ କରୁଥିଲେ। ସେମାନଙ୍କଠାରୁ ଆଜି ଆଉ ତାର ରକ୍ଷା ନାହିଁ। ପାନିଆଟିକୁ ଖଟ ଉପରେ ରଖିଦେଇ ମିନୁ ନିଜର 2 ହାତ ପାପୁଲିରେ କପାଳ ଆଉ ମୁହଁ ପୋଛି ଆଣିଲା। ନିଜର 2 ହାତ ପାପୁଲିକୁ ବହିର ପୃଷ୍ଠା ମେଲେଇ ପଢ଼ି ପଶିଲା ପରି ଚାହିଁଲା। ମାନଚିତ୍ରର ନଈ, ପାହାଡ଼, ରାସ୍ତା ପରି ହାତ ପାପୁଲିର ରେଖାଗୁଡ଼ିକ ଛନ୍ଦାଛନ୍ଦି ହେଇ ଲମ୍ବି ଯାଇଛନ୍ତି। କିଛି କିଛି ଗାଢ଼ ରେଖା ତଳେ ଅସ୍ପଷ୍ଟ ଦିଶୁଛନ୍ତି ଅସଂଖ୍ୟ ସାନ ସାନ ରେଖା। ବାଲିର ଦେହ ଉପରେ ବାଲି କଙ୍କଣାର ପାଦଚିହ୍ନ ପରି ଅସ୍ପଷ୍ଟ ସେହି ରେଖାମାନେ କୁଆଡ଼େ ମଣିଷର ଭାଗ୍ୟକୁ ନିୟନ୍ତ୍ରିତ କରନ୍ତି। ପିଲାଦିନେ ମାମୁଁ ଘର ଗାଁର ଜ୍ୟୋତିଷ ମିନୁର ହାତ ଦେଖି କହିଥିଲେ, ସେ ବଡ଼ ହେଲେ ରାଜାରାଣୀ ହେବ, ଖୁବ୍ ବୟସ କରିବ। ଭାରି କପାଳିଆ ଝିଅ ମିନୁ, ତାର ରାଜାରାଣୀ ଯୋଗ ଅଛି। ରାଜାରାଣୀ। ନିଜକୁ ନିଜେ ହସିଲା ମିନୁ। ରାଜା କୋଉ କାଳୁ ଗଲେଣି, ରାଣୀ ବି ଗଲେଣି। ତାଙ୍କର ରାଜଉଆସ ସବୁ ମରାମତି ଅଭାବରୁ ଜୀର୍ଣ୍ଣ ଶୀର୍ଣ୍ଣ ହୋଇଗଲେଣି। ରାଜ ଅନ୍ତପୁର ଭିତରେ ଚେର ମାଡ଼ିଲାଣି ବର ଆଉ ଅଶ୍ୱତଥ ଗଛ। ପାଚିରିରୁ ଖସିଗଲାଣି ଇଟା ପଥର, କାନ୍ଥରୁ ଚୂନ ପଲସ୍ତରା। ଆଉ କୋଉ ରାଜା ଆସିବେ ଯେ ମିନୁ ରାଜରାଣୀ ହେବ? ଯେତେ ସବୁ ମନରଖା ମିଛ କଥା। କିନ୍ତୁ ଏଭଳି ଏକ ମିଛ କଥା କହିଥିବା ଯୋଗୁଁ ଜ୍ୟୋତିଷଙ୍କ ଦକ୍ଷିଣା କିଛି କମ୍ ହୋଇଯାଇନଥିଲା ସେଦିନ। ଚାଉଳ ଓ ଟଙ୍କା ସାଙ୍ଗକୁ ଭୂରି ଭୋଜନରେ ଆପ୍ୟାୟିତ ହୋଇଥିଲେ ମାମୁଁ ଘର ଗାଁର ସେ ଜ୍ୟୋତିଷ ମହାଶୟ। ସମୁଦ୍ର ଆଡ଼ୁ ଦଲକାଏ ପବନ ଝରକା ବାଟ ଦେଇ ପଶି ଆସିଲା। ମିନୁକୁ ଲାଗିଲା ପୁଣି ଯେମିତି କି ଜଣେ ତା ନାଁ ଧରି ତାକୁ ଡାକି ଦେଇ ଚାଲିଗଲା। କିନ୍ତୁ କିଏ ସେ? ଝରକାରେ ଓହଳି ପଡ଼ି ସେ ତଳକୁ ଚାହିଁଲା। କେହି ନାହିଁ। ନିଛାଟିଆ ସଞ୍ଜ ପହରର ରାସ୍ତା ତାର ନିସଙ୍ଗତାକୁ ଆହୁରି ଓଜନିଆ କରିଦେଲା। Sample complete. Ready to continue?